ଜୟ ଜଗନ୍ନାଥ ସାଙ୍ଗମାନେ। ମୁଁ ଆଜି ଆପଣଙ୍କ ସାଙ୍ଗରେ କିଛି କଥା ସେୟାର କରିବାକୁ ଚାହୁଁଛି। ମୋତେ କମେଣ୍ଟ ମାଧ୍ୟମରେ ଜଣେଇବେ ପ୍ରକୃତରେ ଆପଣମାନଙ୍କ ସାଙ୍ଗରେ ଏମିତି କିଛି ହେଇଛି କି? ଗାଁର ପରିବେଶରେ ବଢ଼ି, ଗାଁର ଚାଲିଚଳନ, ଗାଁର ପାଣି ପବନ ସହିତ ବଢ଼ି, ଗାଁରେ ସ୍ୱପ୍ନ ଦେଖିଥିବା ଝିଅଟି ସତରେ କ'ଣ ତା'ର ସ୍ୱପ୍ନ ପୂରଣ ହେବ? ସେ କେବେ ଭାବିଥିବ କି ମୁଁ ଏମିତି ଗୋଟେ ପରିବେଶକୁ ଯିବି କି ଏମିତି ଗୋଟେ ଜାଗାରେ ମୁଁ ରହିବି, ମୁଁ ଦେଖିଥିବା ମୋର ସ୍ୱପ୍ନ ମୁଁ ପୂରଣ କରିବି। ଯାହା ବି ହଉ, ମୁଁ ସେ ସମୟରୁ ସେ ପରିସ୍ଥିତିରୁ ବାହାରି ଆସିଛି। ଆଜି ମୁଁ ମୋ ନିଜ କଥା କହୁଛି। ମୁଁ ଗାଁରେ ଥିଲାବେଳେ, ଯେତେବେଳେ ମୁଁ ଝିଅ ସମୟରେ ବହୁତ କିଛି ମୁଁ ସ୍ୱପ୍ନ ଦେଖିଥିଲି। ମୋର ବହୁତ ବଡ଼ ସ୍ୱପ୍ନ ଥିଲା କି ମୁଁ ଗୋଟେ ଭଲ ଡ୍ୟାନ୍ସର ହେବି, ଡ୍ୟାନ୍ସ ଶିଖିବି। କିନ୍ତୁ ସେ ପରିବେଶରେ ସେମିତି କିଛି ମିଳିନଥିଲା ମୋତେ ଆଗକୁ ବଢ଼ିବା ପାଇଁ। ତ ମୁଁ ଯେତେବେଳେ ବାହାରକୁ ଆସିଲା ପରେ ମୁଁ ଦେଖିଲି କି ଏଠି ମୋର ବହୁତ କିଛି ସୁବିଧା ଅଛି। ତ ମୁଁ ଲାଇଫ୍ରେ କିଛି କରିପାରିବି, ମୁଁ ବାହାରକୁ ବାହାରିବି, ମୋ ନିଜ ଗୋଡ଼ରେ ମୁଁ ନିଜେ ଠିଆ ହେବି। ତ ସେଥିପାଇଁ ମୁଁ ମେକଅପ୍ର କୋର୍ସଟା କଲି। ମେକଅପ୍ର କୋର୍ସ ଯେତେବେଳେ କଲି, ଧୀରେ ଧୀରେ ମୁଁ ପାର୍ଟି ମେକଅପ୍ ଷ୍ଟାର୍ଟ କଲି। ଆଗ ତ ମୋତେ କେବେ ବ୍ରାଇଡ଼ାଲ୍ ହିଁ ଆସିନଥିଲା। ପାର୍ଟି ମେକଅପ୍ ଷ୍ଟାର୍ଟ କଲି। ସେଇ ପାର୍ଟି ମେକଅପ୍ରୁ ହିଁ ମୁଁ ବହୁତ ସାରା ଭଲ ପାଇବା ବହୁତ ଜଣଙ୍କ ପାଖରୁ ପାଇଲି, ବହୁତ ଆଶୀର୍ବାଦ ବି ପାଇଛି। ତାପରେ ମୁଁ ଧୀରେ ଧୀରେ ମୋତେ ବ୍ରାଇଡ଼ାଲ୍ ମେକଅପ୍, ରିସେପସନ୍ ମେକଅପ୍ ଏମିତି ବହୁତ ସାରା ଜିନିଷ ଆସିଲା। ତାପରେ ମୁଁ ଧୀରେ ଧୀରେ ଆଗକୁ ବଢ଼ିଲି। ତାପରେ ମୋ ସ୍ୱପ୍ନଟାକୁ ମୋ ପୁଅ ଆଖିରେ ପୂରଣ କରିବା ପାଇଁ ମୁଁ ଚେଷ୍ଟା କଲି। ତ ମୁଁ ଯେତେବେଳେ ତାକୁ ଡ୍ୟାନ୍ସ ଶିଖାଇବାକୁ ଚେଷ୍ଟା କଲି, ତ ସେଇ ଡ୍ୟାନ୍ସର ସାର୍ ଯିଏ ମୋତେ କହିଲେ କି ମ୍ୟାଡ଼ାମ୍ ନାଇଁ, ଆପଣ ତାଙ୍କର ଆନୁଆଲ୍ ଫଙ୍କସନ୍ରେ ଆଙ୍କରିଂ କରିବେ। ତ ସେତେବେଳେ ମୁଁ ବହୁତ ନର୍ଭସ୍ ହେଇଯାଇଥିଲି, କାରଣ ମୋତେ ଆଙ୍କରିଂର ଏ ଅକ୍ଷର ବି କିଛି ଜଣା ନଥିଲା। କେମିତି କୁହାଯାଏ, କେମିତି କ'ଣ କରାଯାଏ, ସେଗୁଡ଼ା କିଛି ବି ଜଣା ନଥିଲା। କାରଣ ମୁଁ ବହୁତ ଚୁପଚାପ, ବହୁତ ଧୀର ସ୍ଥିର ଥିଲି। ତ ଷ୍ଟେଜ୍ ଉପରେ ଠିଆ ହୋଇକରି 5 ଲୋକଙ୍କ ସାମ୍ନାରେ କିଛି କହିବାର ସକ୍ଷମ ବି ମୋ ପାଖରେ ନଥିଲା। ଯାହା ହଉ ଭଗବାନଙ୍କ ଆଶୀର୍ବାଦରୁ କିଛି ମୁଁ କହିପାରିଲି। ତାପରେ ମୁଁ ଧୀରେ ଧୀରେ ପଟ୍ଟଚିତ୍ର କରିବା ପାଇଁ ଚେଷ୍ଟା କଲି। ମେକଅପ୍ର ଅଫ୍ ସମୟରେ ମୁଁ ଧୀରେ ଧୀରେ ପଟ୍ଟଚିତ୍ର, ଘରେ ବସିବା ସମୟରେ ମୋ ମାଇଣ୍ଡଟା ବହୁତ ଡିଷ୍ଟର୍ବ ହେଲା। ତାପରେ ମୋତେ ଇଚ୍ଛା ହେଲା କି ନାଇଁ, ମୁଁ କିଛି କରିବି। ତ ମୁଁ ସେଇ ଟାଇମ୍ରେ କ'ଣ କଲି, ପଟ୍ଟଚିତ୍ର ଆରମ୍ଭ କଲି। ଆଉ ପଟ୍ଟଚିତ୍ର କରିସାରିଲା ପରେ ଯେତେବେଳେ ମୁଁ ମେକଅପ୍ ଇନଷ୍ଟିଚ୍ୟୁଟ୍ରେ ମୋର ପଟ୍ଟଚିତ୍ରଟାକୁ ନେଇକିରି ମ୍ୟାମ୍କୁ ମୋର ଗିଫ୍ଟ ଦେଲି, ବହୁତ ଖୁସି ସେମାନେ ହେଇଥିଲେ ଆଉ ବହୁତ ଆଶୀର୍ବାଦ ଦେଇଥିଲେ। କେବେ ବି ମୁଁ ଲାଇଫ୍ରେ ମୁଁ ଭାବିନଥିଲି ଯେ ମୁଁ ଏତେ ଜଣଙ୍କ ପାଖରୁ ଆଶୀର୍ବାଦ ପାଇବି, ଏତେ ଆଗକୁ ଯିବି। ଯାହା ହଉ, ମୁଁ 5 ଲୋକଙ୍କ ସାମ୍ନାରେ ଠିଆ ନ ହେଇପାରେ, କିନ୍ତୁ ମୁଁ ଆଜି ଚେଷ୍ଟା କରିଛି ମୋ ନିଜ ଗୋଡ଼ରେ ଠିଆ